ତେବେ ଆଜି ଡିସେମ୍ବର 31 ତାରିଖ ବୁଧବାର ଅର୍ଥାତ୍ 2025 ବର୍ଷର ଶେଷ ଦିନର ପାଣିପାଗ ଖବର ଆସିଯାଇଛି। ତେବେ ଆଜି ରାଜ୍ୟର କେଉଁ ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଶୀତ ହେବାର ସମ୍ଭାବନା ରହିଛି, ଏହା ସହିତ ଆଜି କେଉଁ ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ କୁହୁଡ଼ି ହେବାର ସମ୍ଭାବନା ରହିଛି, ଆଉ ପୁଣି ଏକ ଲଘୁଚାପ ନେଇ ପାଣିପାଗ ବିଭାଗ ପକ୍ଷରୁ କ'ଣ ସୂଚନା ରହିଛି, ସେସବୁର ସମ୍ପୂର୍ଣ୍ଣ ଖବରଟି ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବେ ଦେଖନ୍ତୁ। ଆଉ ଯଦି ତା ପୂର୍ବରୁ ଆମ ଓଜିଏନ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲଟିକୁ ନୂଆ କରି ଆସିଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ଆଗକୁ ମଧ୍ୟ ଏହିପରି ପାଣିପାଗ ସମ୍ବନ୍ଧୀୟ ସମସ୍ତ ପ୍ରକାର ଟେକ୍ନିକ୍ ଅପଡେଟ୍ ଖବରଗୁଡ଼ିକ ସର୍ବପ୍ରଥମେ ଜାଣିବା ପାଇଁ। ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ କେଉଁ ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଥଣ୍ଡା ହେବ, ଆଉ କେଉଁ ସବୁ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆସନ୍ତୁ ପ୍ରଥମେ ଜାଣିବା ଆଜି ରାଜ୍ୟର କେଉଁ କେଉଁ ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଥଣ୍ଡା ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଉଛି ଝାରସୁଗୁଡ଼ାରେ 6 ଡିଗ୍ରୀ, ଫୁଲବାଣୀରେ 6 ଡିଗ୍ରୀ, କୋରାପୁଟରେ 7 ଡିଗ୍ରୀ, ରାଉରକେଲାରେ 8 ଡିଗ୍ରୀ, ସୁନ୍ଦରଗଡ଼ରେ 9 ଡିଗ୍ରୀ, ନବରଙ୍ଗପୁରରେ 9 ଡିଗ୍ରୀ, ଭବାନୀପାଟଣାରେ 9 ଡିଗ୍ରୀ, ଅନୁଗୁଳରେ 9 ଡିଗ୍ରୀ, କେନ୍ଦୁଝରରେ 10 ଡିଗ୍ରୀ, ବୌଦ୍ଧରେ 10 ଡିଗ୍ରୀ, ସମ୍ବଲପୁରରେ 11 ଡିଗ୍ରୀ, ଢେଙ୍କାନାଳରେ 11 ଡିଗ୍ରୀ, ବାରିପଦାରେ 11 ଡିଗ୍ରୀ, ବଲାଙ୍ଗୀରରେ 11 ଡିଗ୍ରୀ, ରାୟଗଡ଼ାରେ 11 ଡିଗ୍ରୀ, ବାଲେଶ୍ୱରରେ 11 ଡିଗ୍ରୀ, ନୂଆପଡ଼ାରେ 12 ଡିଗ୍ରୀ, ବରଗଡ଼ରେ 12 ଡିଗ୍ରୀ, ମାଲକାନଗିରିରେ 12 ଡିଗ୍ରୀ, ଯାଜପୁରରେ 12 ଡିଗ୍ରୀ, କଟକରେ 12 ଡିଗ୍ରୀ, ଭଦ୍ରକରେ 12 ଡିଗ୍ରୀ, ଖୋର୍ଦ୍ଧାରେ 12 ଡିଗ୍ରୀ, କେନ୍ଦ୍ରାପଡ଼ାରେ 12 ଡିଗ୍ରୀ, ଜଗତସିଂହପୁରରେ 12 ଡିଗ୍ରୀ ରହିଥିବା ବେଳେ ଆଜି ପ୍ରବଳ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କନ୍ଧମାଳ। ତେବେ ଏହିସବୁ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ପୁଣି ଆସୁଛି ଆଉ ଏକ ଲଘୁଚାପ। ଜାନୁଆରୀ ମାସ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି ଆଉ ଏକ ଘୂର୍ଣ୍ଣିବଳୟ। ତେବେ ଏହାର ପ୍ରଭାବରେ ରାଜ୍ୟରେ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଜାନୁଆରୀ 14ରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।